ଜୟ ଜଗନ୍ନାଥ ବନ୍ଧୁଗଣ। ଆଜି ମୁଁ ଏବେ ଜଷ୍ଟ ଗୋଟେ ଭିଡ଼ିଓ ଦେଖିଲି। ଆମର ଜଣେ ଓଡ଼ିଆ ଭାଇ କିଏ କହୁଥିଲେ ଯେ ଫେସବୁକ୍ର କମେଣ୍ଟର ରିପ୍ଲାଏ ଦେଲେ ଫଲୋଅର୍ସ ବଢ଼ିବେ। କେମିତି ମୁଁ କିଛି ଜାଣିପାରୁନି। ଆରେ ଆପଣଙ୍କ ଭିଡ଼ିଓର ହେଉ ଆପଣଙ୍କର ପୋଷ୍ଟ ହେଉ କେହି ଜଣେ କମେଣ୍ଟ ଦିଏ, ଆପଣ ରିପ୍ଲାଏ ଦିଅନ୍ତି। କାରଣ ଜଣେ କମେଣ୍ଟ ଦେଇଛି ଭଲ ଭିଡ଼ିଓଟେ କି ଭଲ ପୋଷ୍ଟଟେ, ସେଥିରେ ଫଲୋଅର୍ସ କେମିତି ବଢ଼ିବେ? ସିଏ ତ ତୁମ ଫଲୋଅର୍ସ ନା। ତୁମ ଫଲୋଅର୍ସ ଯିଏ ସିଏ ତୁମକୁ ହିଁ କମେଣ୍ଟ ଦେବେ ଆଉ ତୁମେ ରିପ୍ଲାଏ ଦେବ। ସେଠି ଫଲୋଅର୍ସ କେମିତି ଦେବେ? ଆପଣ କିଛି ଜାଣିନାହାନ୍ତି ଭାଇ। ଫେସବୁକ୍ ମାଧ୍ୟମରେ କିଛି ଜାଣିନାହାନ୍ତି। ଆପଣ ଟିପ ଟିକେ ବ୍ୟବହାର କରନ୍ତୁ। ଖାଲି ଏଆଇ ଭିଡ଼ିଓ, କେଉଁଠି ତୁମର ଫୋନ୍ ଲକ୍ ହେଲା, କେଉଁଠି ଗୋଟେ ଭିଡ଼ିଓ ପ୍ରସ୍ତୁତ କଲେ, କେଉଁଠି ବିରାଟ କୋହଲି ସହିତ ଗୋଟେ ଫଟୋ ଉଠେଇଦେଲ, କେଉଁଠି ଜେମିନିକି ଯାଇକି ଗୋଟେ ଗୁଗୁଲିର ଯାଇ ଗୋଟେ ଫଟୋ ଉଠେଇଦେଲ, ସେମିତି ଚଳିବନି। ଟିପ ବ୍ୟବହାର କରନ୍ତୁ। ଟିପର ଲେଖନ୍ତୁ, ତାପରେ ଜାଣିବେ ଫେସବୁକ୍ କ'ଣ। ଖାଲି ଲୋକଙ୍କୁ ଭୁଆଁ ବୁଲନ୍ତୁନି। ଯିଏ ରିପ୍ଲାଏ ଦେଇଦେଲେ ଫଲୋଅର୍ସ ବଢ଼ିବେ। କେଉଁଠି ଦେଖାନ୍ତୁ କାହାର ଫଲୋଅର୍ସ ବଢ଼ିଛି, କାହାର ତୁମେ କେତେଟା ମନିଟାଇଜେସନ୍ କରିଛ। ଭାଇ, ଓଡ଼ିଆ ଲୋକଙ୍କୁ ଭୁଆଁ ବୁଲାନ୍ତୁନି। ଆମେ ଜାଣିଛୁ କେଉଁଠି ଫଲୋଅର୍ସ ବଢ଼ିବେ, କେମିତି ବଢ଼ିବେ। ସେଟିଂ ଅଛି, ବହୁତ କିଛି ସେଟିଂ ଅଛି। ଇନଭାଇଟ୍ କରିବାକୁ ପଡ଼ିବ, ବହୁତ ସେଟିଂ ଅଛି। ଫେସବୁକ୍ ବାବଦରେ କ'ଣ ଜାଣିଛ? ଫେସବୁକ୍ କେବେ ହେଇଥିଲା? ଫେସବୁକ୍ର କିଏ ସିଓ କି ଜାଣିଛନ୍ତି ଆପଣ? ଖାଲି ବେକାର ଲୋକଙ୍କୁ ଭୁଆଁ ବୁଲିକି ବୃଥା କରନ୍ତୁନି। ଫେସବୁକ୍ରେ କେହି ଗୋଟେ କମେଣ୍ଟର ରିପ୍ଲାଏ ଦେଇଦେଲେ ଫଲୋଅର୍ସ ବଢ଼ନ୍ତିନି। ଫଲୋଅର୍ସ ବଢ଼ିବା ପାଇଁ ତା'ର ବହୁତ କ୍ରାଇଟେରିଆ ଅଛି। ଫଲୋଅର୍ସ ବଢ଼ିବା ପାଇଁ ଏକମାତ୍ର ଉପାୟ ହେଉଛି ଭଲ ଭଲ କଣ୍ଟେଣ୍ଟ ପକାଇବେ, ଭଲ ଭଲ ପୋଷ୍ଟ ପକାଇବେ। ଲୋକ ଆରାମସେ ଆପଣଙ୍କ ପ୍ରୋଫାଇଲକି ଯିବେ, ଦେଖିବେ, ଆପଣଙ୍କୁ ଫଲୋ କରିବେ। ଆଉ ଖାଲି ମିଛ ଭୁଆଁ କାହିଁ ବୁଲାଉଛନ୍ତି ଯେ କମେଣ୍ଟର ରିପ୍ଲାଏ ଦେଇଦେଲେ ଫଲୋଅର୍ସ ବଢ଼ିବେ? ଏସବୁ ବେକାର କଥା। ଆପଣ ଟିପର ୟୁଜ୍ କରନ୍ତୁ, ଲେଖନ୍ତୁ, କବିତା ଲେଖନ୍ତୁ, ଭଲ ଭଲ ମୋଟିଭେସନ୍ କୋଟା ଲେଖନ୍ତୁ, ମହାପୁରୁଷଙ୍କର ବାର୍ତ୍ତାକୁ ଉପସ୍ଥାପନ କରନ୍ତୁ ଫେସବୁକ୍ରେ। ଦେଖିବେ ଆପଣଙ୍କର ଫଲୋଅର୍ସ ବଢ଼ିବେ। ଫଲୋଅର୍ସ ବଢ଼ନ୍ତି କେବଳ ଭଲ ଭଲ କଥା ଲୋକ ଅନୁପ୍ରାଣିତ ହୁଅନ୍ତି ଆଉ ତାକୁ ଗ୍ରହଣ କରନ୍ତି, ଦେଖନ୍ତି, ପଢ଼ନ୍ତି, ଶୁଣନ୍ତି, ତାପରେ ଆପଣଙ୍କୁ ବାଧ୍ୟ ହେବେ ଫଲୋ କରିବା ପାଇଁ। ଖାଲି ଗୋଟେ କମେଣ୍ଟର ରିପ୍ଲାଏ ଦେଲେ ଫଲୋ ବଢ଼ିବେ, ଏଟା ଗୋଟେ ଟେକ୍ନିକାଲ ଫ୍ରଡ଼୍। ମୁଁ ଏଇଟା କହିବି ଗୋଟେ ଟେକ୍ନିକାଲ ଫ୍ରଡ଼୍। ଆପଣ ଏତେ କହିକି କେଉଁଠି 30-40 ହଜାର ଆପଣଙ୍କର ଫଲୋଅର୍ସ, କେତେ ପଇସା କମାଉଛନ୍ତି ଆପଣ ମନେ ଅଛି? ଦେଖିଛନ୍ତି? ଫେସବୁକ୍ର ଜଣେ 600 ଫଲୋଅର, ସେ ମାସକୁ 40,000 ଟଙ୍କା କମାଉଛି। ସେ ହେଉଛି ନାଇଜେରିଆର ଗୋଟେ ଲୋକ। ଇଣ୍ଡିଆ କରେନ୍ସିର ସେ 40,000 କମାଉଛି। କାରଣ ତା'ର ଅରିଜିନାଲ କଣ୍ଟେଣ୍ଟ, ଯେଉଁ କଣ୍ଟେଣ୍ଟକୁ ଲୋକମାନେ ପସନ୍ଦ କରୁଛନ୍ତି ଆଉ ବାଧ୍ୟ ହୋଇକି ତାକୁ ଫଲୋ କରୁଛନ୍ତି। ଫଲୋଟା ବଡ଼ କଥା ନୁହଁ। ଗୋଟେ ଜିନିଷ ହେଉଛି ତା'ର କଣ୍ଟେଣ୍ଟକୁ ଲୋକ ଦେଖୁଛନ୍ତି। ଗୋଟେ କଥା ଏମିତି କହିପାର ଯେ ଆପଣଙ୍କ ପୋଷ୍ଟକୁ ଲୋକ ଯଦି ଦେଖିଲେ ସେଇଟା ଫଲୋଅର୍ସ ବଢ଼ିବ, ଅଟୋମେଟିକ୍ ଫଲୋଅର୍ସ ବଢ଼ିବ। କମେଣ୍ଟରେ ଫଲୋଅର୍ସ ବଢ଼େ ନା। ଫଲୋଅର୍ସ ହେଉଛି କଣ୍ଟେଣ୍ଟକୁ ଦେଖିଲେ। ଆପଣ ଥରେ ଭିତରକୁ ଯାଆନ୍ତୁ। ଫେସବୁକ୍ କେବେ ତିଆରି ହୋଇଥିଲା, ଫେସବୁକ୍ କେବେ ସାରା ୱାର୍ଲଡର ଉପସ୍ଥାପନ ହୋଇଥିଲା, ସେ ବିଷୟରେ ଥରେ ଆଲୋଚନା କରନ୍ତୁ। ଖାଲି ଗୋଟେ ମିଛର ସତର, କେଉଁଠି ଫୋନ୍ ଲକ୍ ହୋଇଗଲା ଗୋଟେ ଛୋଟିଆ କଥା, କେଉଁଠି କିଏ ଗୋଟେ ଆଇଆଇର ଗୋଟେ ମାନେ କ'ଣ ଗୋଟେ ଫଟୋ ଉଠେଇଦେଲେ, କେଉଁଠି କିଏ ଗୋଟେ ଷ୍ଟାଚୁ, ଏଇସବୁ କ'ଣ କାମ? ଭାଇ ଥରେ ଭିତରକୁ ପଶନ୍ତୁ। ଭାଇ ବହୁତ ବଡ଼ ବ୍ୟାପକତା ଭିତରେ ପଶିଲେ ଆପଣ ଜାଣିବେ ଦୁନିଆଟା କ'ଣ। ଆଉ ମିଛ କହିକି ଏଇ ଓଡ଼ିଆର ଯେଉଁ ନିରୀହ ଲେଡ଼ିଜ୍ମାନଙ୍କୁ ଭୁଆଁ ବୁଲନ୍ତୁନି। ମୁଁ ଆପଣଙ୍କୁ ହିଣ୍ଟସ୍ ଦେଇଦେଲି। ଆଉ ଦ୍ୱିତୀୟବାର ଯଦି ଏଭଳିଆ ଭିଡ଼ିଓ ମୁଁ ଦେଖିବେ ପର ମୁହୂର୍ତ୍ତରେ ଦେଖିବେ ମୁଁ କ'ଣ କରୁଛି।